ରାବଣର 4ଟି ସ୍ୱପ୍ନ ଥିଲା। ଆଉ ସେ ସ୍ୱପ୍ନ 4ଟି ଯାକ ଅଧା ରହିଗଲା। ରାବଣର ପ୍ରଥମ ସ୍ୱପ୍ନ ଥିଲା ଯେ ତାଙ୍କ ଲଙ୍କାକୁ ଘେରି ରହିଥିବା ସମୁଦ୍ରର ଲୁଣିଆ ପାଣିକୁ ମିଠା ପାଣିରେ ପରିଣତ କରିବା। ଦ୍ୱିତୀୟ ସ୍ୱପ୍ନ ଥିଲା ଯେ ସୁନାର ସୁଗନ୍ଧ ସୃଷ୍ଟି କରିବା। ତୃତୀୟ ସ୍ୱପ୍ନ ଥିଲା ରାବଣର ଯେ ଲଙ୍କାରୁ ସ୍ୱର୍ଗକୁ ଏକ ସିଡ଼ି ନିର୍ମାଣ କରିବ ଏବଂ ଯେଉଁ ସିଡ଼ି ଦ୍ୱାରା ସେ ସ୍ୱର୍ଗକୁ ଯିବା ପାଇଁ କାହାକୁ ମରିବାକୁ ପଡ଼ିବ ନାହିଁ। ମାନେ କଥାରେ ଅଛି ମଲେ ସ୍ୱର୍ଗ ଦର୍ଶନ ହୁଏ, କିନ୍ତୁ ସେ ଭାବିଥିଲା ସିଡ଼ି ତିଆରି କଲେ ନ ମରି ମଧ୍ୟ ସ୍ୱର୍ଗ ଦର୍ଶନ କରିପାରିବ। ଆଉ ଚତୁର୍ଥ ସ୍ୱପ୍ନ ଥିଲା ତା ସାମ୍ନାରେ ତା ପୁଅକୁ କେହି ମାରିପାରିବେ ନାହିଁ। ଏ ହେଉଛି ରାବଣର ଭ୍ରମ ଥିଲା।